ଟିକି ଫୁଲଟିର ବାସ ପାଠ୍ୟପୁସ୍ତକ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ହୃଦୟସ୍ପର୍ଶୀ କବିତା। କାହିଁକି ନା ଏଥିରେ ବହୁତ ସୁନ୍ଦର ସୁନ୍ଦର ଶବ୍ଦମାନ ବ୍ୟବହାର କରାଯାଇଛି। ପବନ ଭଅଁର ମହୁମାଛି ଏକ ମିଳିଲେ ଏକାଠି ଦିନେ, ପବନ ଭଅଁର ମହୁମାଛି ଏକ ମିଳିଲେ ଏକାଠି ଦିନେ, ଟିକି ଫୁଲଟିଏ ମନ କଥା ତାର କହିଲା ତାଙ୍କରି କାନେ, କହିଲା ତାଙ୍କରି କାନେ। ଭଅଁର ଆଉ ମହୁମାଛି ପରସ୍ପର ଭେଟ ହୋଇଛନ୍ତି। କାହା ସହିତ ଭେଟ ହୋଇଛନ୍ତି? ନା ଫୁଲ ସହିତ। ଫୁଲ କ'ଣ କରୁଛି? ନା ତା ମନର କଥା ତାଙ୍କୁ କହିଛି। କାହିଁକି କହିଛି? ଆମେ କେତେବେଳେ ଆମର ମନର କଥା ଅନ୍ୟ ଜଣକୁ କହିଥାଉ, କାରଣ ଆମେ ଯାହାକୁ ଅତି ନିଜର ବୋଲି ଭାବୁଥାଉ, ଯିଏ ଆମର ଘନିଷ୍ଠ ବନ୍ଧୁ, ତାକୁ ଆମେ ନିଜର ବୋଲି ସବୁ ମନ କଥା କହିଥାଉ। ସେମିତି ଫୁଲର ଅତି ସମ୍ପର୍କୀୟ ଘନିଷ୍ଠ ବନ୍ଧୁ କିଏ? ନା ମହୁମାଛି ଆଉ ଭଅଁର। ସେଇଥିପାଇଁ ଫୁଲ ତା ଅନ୍ତରର ଗୋପନୀୟତାକୁ ସେମାନଙ୍କ ଆଗରେ ପ୍ରକାଶ କରୁଛି। ଫୁଲ ବିନା ଭଅଁରର ସ୍ଥିତି ନାହିଁ, ନା ଭଅଁର ବିନା ଫୁଲର ସ୍ଥିତି ନାହିଁ। ଫୁଲଠୁ ଭଅଁର ଆଉ ମହୁମାଛି କ'ଣ କରିଥାନ୍ତି? ନା ମଧୁ ସଂଗ୍ରହ କରିଥାନ୍ତି। ସେମିତି ଫୁଲ ମଧ୍ୟ ତାର ଆବଶ୍ୟକତା ସେମାନଙ୍କଠୁ ପୂରଣ କରିଥାଏ। ଟିକି ଫୁଲଟି କ'ଣ ସେମାନଙ୍କ ଆଗରେ ତା ମନର କଥା ପ୍ରକାଶ କରୁଛି? ଆସ ଆମେ ଆଗାମୀ ପଦରେ ଜାଣିବା। କ'ଣ ନା, ଜଗତ କରତା କେତେ ଆଦରରେ ଆଣିଲେ ଏଠାକୁ ମୋତେ, ଜଗତ କରତା କେତେ ଆଦରରେ ଆଣିଲେ ଏଠାକୁ ମୋତେ, ସାନଟିରୁ ଆଣି ବଡ଼ଟିଏ କଲେ କେତେ ଯତନରେ ସତେ, କେତେ ଯତନରେ ସତେ। ଏଠି ଜଗତ କରତା କିଏ? ନା ଜଗତର ସୃଷ୍ଟିକର୍ତ୍ତା। ସୃଷ୍ଟିକର୍ତ୍ତା କିଏ? ଆମ ମନରେ ପ୍ରଶ୍ନ ଆସିବ। ନା ଏ ସଂସାରରେ ଗଛ ଲତା ପାଣି ପବନ ତିଆରି କରିବାରେ ଯାହାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେ କିଏ? ନା ଭଗବାନ ବା ଈଶ୍ୱର। ସାନଟିରୁ ଆଣି ବଡ଼ଟିଏ କଲେ କେତେ ଯତ୍ନରେ ସତେ। ଠିକ୍ କାହା ସେବା ଯତ୍ନ ପାଇ ଫୁଲଟିଏ ବଡ଼ ହୋଇଛି ବୋଲି କହୁଛି? ନା ଜଗତର କଥା, ଜଗତର ସୃଷ୍ଟିକର୍ତ୍ତା କିଏ? ନା ଭଗବାନ ଈଶ୍ୱରଙ୍କ ପାଇଁ। ଫୁଲ କ'ଣ କହୁଛି? ନା ମୁଁ ସାନଟିଏ ଥିଲି, ମଞ୍ଜିଟିଏ ଥିଲି, ମଞ୍ଜିରୁ ବଢ଼ି ଅଙ୍କୁରୋଦମ ହେଲା, ତାପରେ ଛୋଟ ପତ୍ରଟିଏ ହେଲା, ପତ୍ରରୁ ଧୀରେ 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 ଆଜି ମୁଁ ଏତେ ବଡ଼ ହୋଇଛି। କାହାଙ୍କ ପାଇଁ? ନା ତାଙ୍କରି ସେବା ଯତ୍ନ ପାଇଁ। ଯେମିତିକି ଆମ ମାଆର ସେବା ଯତ୍ନ ଲାଳନ ପାଳନରେ ଆଜି ଛୋଟଟିରୁ ଆମେ ଏତେ ବଡ଼ ହୋଇଛ, ସେମିତି ଫୁଲ କ'ଣ କହୁଛି? ନା ମୁଁ କାହା ପାଇଁ ଆଜି ଏତେ ବଡ଼ ହୋଇଛି। କାହାକୁ ସେ ତାର ମା ବୋଲି ମନେ କରୁଛି? କାହାକୁ? ନା ଭଗବାନ ବା ଈଶ୍ୱରକୁ ସେ ନିଜର ମା ବୋଲି ମନେ କରୁଛି। କାହିଁକି ନା ତାଙ୍କରି ପାଇଁ ସେ ଆଜି ଏତେ ବଡ଼ ହୋଇଛି। ଭାବନା ତାଙ୍କର ଅଟଇ ଅପାର, କିଏ ବା ପାରିବ କଳି, ଭାବନା ତାଙ୍କର ଅଟଇ ଅପାର, କିଏ ବା ପାରିବ କଳି, ତାଙ୍କ ମନ ଜାଣି କରମ କରିଲେ ଦିଅନ୍ତି କରୁଣା ଢାଳି, ଦିଅନ୍ତି କରୁଣା ଢାଳି। ଏଠାରେ କାହାର ଭାବନା କଥା କୁହାହେଉଛି? ଭଗବାନଙ୍କର, ଈଶ୍ୱରଙ୍କର, ସୃଷ୍ଟିକର୍ତ୍ତାଙ୍କର। ଏତେ ଯେ ଅପାର, ଅପାର ମାନେ ଯାହାକୁ ମାନେ ଏତେ ଯେ ବିରାଟ ହୃଦୟ ତାଙ୍କର। କଳନା କଳି ମାନେ କଳନା କରିବା କେବେ ସମ୍ଭବପର ନୁହେଁ, ତାକୁ ମାପିବା ବି କେବେ ସମ୍ଭବପର ନୁହେଁ। ଭଗବାନଙ୍କର ଏତେ ଯେ ବିରାଟ ହୃଦୟ। ତାଙ୍କ ମନ ଜାଣି କର୍ମ କରିଲେ ଦିଅନ୍ତି କରୁଣା ଢାଳି। କାହା ମନ ଜାଣି? ନା ଭଗବାନଙ୍କର ମନ ଜାଣି ତାଙ୍କୁ ସନ୍ତୁଷ୍ଟ କଲା ଭଳି। ସେମିତି ଯଦି ଆମେ ଭଲ କର୍ମ ସୁକର୍ମ କରିବା, ସିଏ ଆମ ଉପରେ ଆଶୀର୍ବାଦର କରୁଣା ଢାଳି ଦେବେ। ଏଠାରେ ଆମମାନଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ। ଭଗବାନଙ୍କ ଛତ୍ରଛାୟା ତଳେ ତାଙ୍କରି ଦୟାରେ ମନୁଷ୍ୟ ଜୀବ ଜଗତ ଗଛ ଲତା କୀଟ ପତଙ୍ଗ ଇତ୍ୟାଦି ବଞ୍ଚି ରହିବା ଏ ସୃଷ୍ଟିରେ ଜୀବଜଗତରେ ସମ୍ଭବପର ହୋଇପାରିଛି। ପୁଣି ତାଙ୍କର ଏମିତି କ'ଣ ଅସୁବିଧା ରହିଲା ଯେ ତାଙ୍କ ମନ ଜାଣି ସେହିପରି ଭାବରେ ତାଙ୍କୁ ସନ୍ତୁଷ୍ଟ କଲା ଭଳି ଏମିତି କର୍ମ କଲେ ସେ ଆଶୀର୍ବାଦର କରୁଣା ଢାଳି ଦେବେ?
ଆସନ୍ତୁ ଆଗକୁ ଆମକୁ ଏହାର ସଠିକ୍ ଉତ୍ତର ମିଳିଯିବ। ନୀତି ମୁଣ୍ଡା କଇଁ ଭକତି ଅନ୍ତରେ ପ୍ରଭୁ ପରମେଶ୍ୱର, ନୀତି ମୁଣ୍ଡା କଇଁ ଭକତି ଅନ୍ତରେ ପ୍ରଭୁ ପରମେଶ୍ୱର, ଯେଉଁ ବାସଟିକ ମାଖି ଦେଇ ଅଛ ପ୍ରତି ପାଖୁଡ଼ାରେ ମୋର, ପ୍ରତି ପାଖୁଡ଼ାରେ ମୋର। ହେ ପରମେଶ୍ୱର, ହେ ସୃଷ୍ଟିକର୍ତ୍ତା, ମୁଁ ଆପଣଙ୍କୁ ପ୍ରତ୍ୟେକ ଦିନ ମୋ ହୃଦୟରୁ ଭକ୍ତିଭରା କଣ୍ଠରେ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି। କ'ଣ ନା, ଯେଉଁ ବାସଟିକ ମାଖି ଦେଇଅଛ ପ୍ରତି ପାଖୁଡ଼ାରେ ମୋର, ମାନେ ମୋର ପ୍ରତ୍ୟେକ ପାଖୁଡ଼ାରେ ଆପଣ ଯେଉଁ ବାସ୍ନା, ସୁଗନ୍ଧ ବା ମହକ ମାଖି ଦେଇଛନ୍ତି ବା ଭରି ଦେଇଛନ୍ତି, ସେଇ ବାସନାକୁ ଭିତରିବା ପାଇଁ ଦିଅ ମୋ ମନରେ ବଳ, ସେଇ ବାସନାକୁ ଭିତରିବା ପାଇଁ ଦିଅ ମୋ ମନରେ ବଳ। ତୋଷୀ ଜନ ମନ ହୋଇବି ମୁଁ ଧନ୍ୟ, ଜିଇଥିବି ଯେତେ କାଳ, ଜିଇଥିବି ଯେତେ କାଳ। ସେହି ବାସନାକୁ ଭିତରିବା ପାଇଁ ଦିଅ ମୋ ମନରେ ବଳ। କ'ଣ ନା, ମୋର ଅନ୍ତର୍ନିହିତ ସେହି ସୁଗନ୍ଧ ବା ମହକ ବାସ୍ନାକୁ ଭିତରିବା ମାନେ ପ୍ରଦାନ କରିବା, ବାଣ୍ଟିବାକୁ ମୋର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ବା ଶିରା ପ୍ରଶିରାରେ ଆପଣ ଶକ୍ତି ଭରି ଦିଅନ୍ତୁ। କିଏ କହୁଛି ନା ଫୁଲ କହୁଛି, କାହାକୁ ନା ଭଗବାନ ବା ପରମେଶ୍ୱରଙ୍କୁ। ତୋଷୀ ଜନମନ ହୋଇବି ମୁଁ ଧନ୍ୟ, ଜିଇଥିବି ଯେତେ କାଳ। ମୁଁ ଯେତେ ଦିନ ପର୍ଯ୍ୟନ୍ତ ଏ ସୃଷ୍ଟିରେ ବଞ୍ଚିଥିବି, ମୋର ଏହି ମହକକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ମୋ ଜୀବନ ଧନ୍ୟ ହୋଇଯିବ। ମୋର ଏହି ସ୍ୱଳ୍ପ ଦିନର ଜୀବନଟା ସାର୍ଥକ ହୋଇଯିବ ପ୍ରଭୁ। ପିଲାମାନେ, ଏହି କବିତାରୁ ଆମେ କି ଶିକ୍ଷା ପାଇଲେ? ଏଥିରୁ ଆମେ କ'ଣ ଶିଖିଲେ? ଏହି କବିତାର ମୁଖ୍ୟ ସାରାଂଶ କ'ଣ? ଯେମିତିକି ଫୁଲ ତା'ର ମହକ ବା ସୁଗନ୍ଧକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଭଗବାନଙ୍କ ପାଖରେ ଧନ୍ୟ ହେବାକୁ ଚାହୁଁଛି, ସେମିତି କ'ଣ କଲେ ଆମେ ଫୁଲ ପରି ଭଗବାନଙ୍କର ପ୍ରିୟ ବା ନିଜର ହୋଇପାରିବା? ଯେଉଁଥିପାଇଁକି ପରମେଶ୍ୱର ବା ଈଶ୍ୱର ଆମ ଉପରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦର କରୁଣା ବର୍ଷା କରିବେ। ଏ ଈଶ୍ୱରଙ୍କ ସୃଷ୍ଟି ଆମେ କାହାରି ପ୍ରତି ହତାଦାର କରିବା ଅନୁଚିତ। ସେ ପଶୁ ପକ୍ଷୀ କୀଟ ପତଙ୍ଗ ଯିଏ ବି ହେଉନା କାହିଁକି। ଆଉ କ'ଣ ନା, ଗରିବ ଦୁଃଖୀ ରଖି ଅସହାୟଙ୍କ ସାହାରା ହେବା, ଭୋକିଲା ମୁଖରେ ଆହାର ଦେଇ ତା ମୁଖରେ ହସ ଦେଖିବା, ଏହିପରି ନିଃସ୍ୱାର୍ଥପର ସେବା କରି ଜଗତରେ ସୁନାମ ଅର୍ଜନ କରିବାକୁ ଫୁଲ ପରି ଆମେ ଭଗବାନ ବା ଈଶ୍ୱରଙ୍କୁ ପ୍ରାର୍ଥନା କରିବା। ହେ ପରମେଶ୍ୱର, ହେ ସୃଷ୍ଟିକର୍ତ୍ତା, ଏହିସବୁ କାର୍ଯ୍ୟକୁ ମନ ପ୍ରାଣ ଦେଇ ସୁଚାରୁ ରୂପେ କରିବା ପାଇଁ ଫୁଲ ପରି ଆମ ହୃଦୟ ବା ମନରେ ସଦ୍ବୁଦ୍ଧିର ଶକ୍ତି ଭରି ଦିଅନ୍ତୁ ପ୍ରଭୁ।